ପିଲାମାନେ ଆଜି ଗୋଟିଏ ଗପ ଶୁଣିବା। ଗପଟିର ନାଁ ହେଲା ଜହ୍ନ ରାଇଜର ବୁଢ଼ୀ। ବହୁତ ଦିନ ତଳର କଥା। ବୁଢ଼ୀଟିଏ ରହୁଥିଲା। ତାର ନିଜର ବୋଲି କେହି ନଥିଲେ। ଘରର କାମଦାମ ତାକୁ ନିଜକୁ କରିବାକୁ ପଡ଼ୁଥିଲା। ସକାଳୁ ଉଠି କୂଅରୁ ପାଣି କାଢ଼ିବା, ଖାଦ୍ୟ ରୋଷେଇ କରିବା, ଏହିପରି ଅନେକ କିଛି। ତା ସହିତ ଗୋଟିଏ ଅସୁବିଧା ଥିଲା। ସେ ପ୍ରତିଦିନ ସକାଳୁ ଉଠି ଯେତେବେଳେ ଘର ଝାଡ଼ୁ କରେ ସେତେବେଳ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥାଏ। କିନ୍ତୁ ଯେତେବେଳେ ଅଗଣାରେ ଆସି ନଈ କରି ଝାଡ଼ୁ କରେ ସେତେବେଳେ ଆକାଶ ଆସି ତା ଅଣ୍ଟାରେ କୁତୁକୁତୁ କରେ। ବୁଢ଼ୀ ଯେତେବେଳେ ବୁଲିକି ଦେଖେ ଆକାଶ ପଛକୁ ଘୁଞ୍ଚିଯାଏ। ପୁଣି ଯେତେବେଳେ ସେ ଝାଡ଼ୁ କରିବା ପାଇଁ ନଇଁଯାଏ ଆକାଶ ପୁଣି ତାକୁ ହଇରାଣ କରେ। ଦିନେ, 2 ଦିନ, 3 ଦିନ ଏଇଭଳି ସବୁଦିନ ଚାଲିଲା। ବୁଢ଼ୀ ଝାଡ଼ୁ କରେ, ଆକାଶ ତାକୁ ହଇରାଣ କରେ। ଦିନେ ପାଣି ଆଣିବାକୁ ଯାଇ ବୁଢ଼ୀ ମା'ର ଜଣଙ୍କ ସହିତ ଝଗଡ଼ା ହୋଇଗଲା। ବୁଢ଼ୀ ମା ରାଗରେ ଥିଲା। ସେ ଝାଡ଼ୁ ନେଇ ଅଗଣାକୁ ଗଲା। ଯେତେବେଳେ ଝାଡ଼ୁ କରିବା ପାଇଁ ନଇଁ ପଡ଼ିଲା, ଅଭ୍ୟାସ ମୁତାବକ ଆକାଶ ତାକୁ ହଇରାଣ କଲା। ବୁଢ଼ୀ ମା କୌଣସି ପଟକୁ ନ ଦେଖି ଆକାଶକୁ ଝାଡ଼ୁ ପାହାରେ ମାରିଲା ବେଳକୁ ଆକାଶ ସାଙ୍ଗେ ସାଙ୍ଗେ ଘୁଞ୍ଚିଗଲା। କିନ୍ତୁ ଆକାଶ ତା ଅଭ୍ୟାସରେ ବାଧ୍ୟ ଥିଲା। ଦ୍ୱିତୀୟ ଥର ବୁଢ଼ୀ ମା ନଇଁବା ବେଳେ ପୁଣି ଆକାଶ ତାକୁ ହଇରାଣ କଲା। ବୁଢ଼ୀ ମା ପୁଣି ତାର ବଳ ଲଗାଇ ତାକୁ ପ୍ରହାର କଲା। ଆକାଶ ମୁଣ୍ଡରେ ଦୁଷ୍ଟାମୀ ବୁଦ୍ଧି ଜୁଟିଲା। ଏଥର ଆକାଶ ଝାଡ଼ୁକୁ ଧରି ପଳାଇଲା। ଏପଟେ ବୁଢ଼ୀ ମା ମଧ୍ୟ ଝାଡ଼ୁ ଧରିଥିଲା। ଦୁହିଁଙ୍କ ମଧ୍ୟରେ ଟଣା ଅଟରା ଲାଗିଗଲା। ଝାଡ଼ୁର ଉପର ଅଂଶ ଆକାଶ ଧରିଥିଲା, ତଳ ଅଂଶକୁ ବୁଢ଼ୀ ମା। 2 ଜଣ ଝାଡ଼ୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ବୁଢ଼ୀ ମା ପାଟି କଲା, ମୋ ଝାଡ଼ୁ ଛାଡ଼ି ଦିଅ। ମୋ ପାଖରେ କେବଳ ଗୋଟିଏ ଝାଡ଼ୁ ଅଛି। କିନ୍ତୁ ଆକାଶ ଝାଡ଼ୁ ଛାଡ଼ିଲା ନାହିଁ। ସେତେବେଳ ପର୍ଯ୍ୟନ୍ତ ବୁଢ଼ୀ ଟଣା ଅଟରା କରୁଥିଲା। ସେ ଥକି ପଡ଼ିଲା। ଆକାଶ ଝାଡ଼ୁକୁ ଟାଣିବା ଛାଡ଼ିଲା ନାହିଁ। ଏବେ ଆକାଶ ଝାଡ଼ୁ ସହିତ ଉପରକୁ ଉଠିଲା ଏବଂ ତା ସହିତ ଝାଡ଼ୁ ଧରିଥିବା ବୁଢ଼ୀ ମା ମଧ୍ୟ ଉପରକୁ ଉଠିବାକୁ ଲାଗିଲା। ବୁଢ଼ୀ ପାଟି କଲା, ମୋତେ ତଳକୁ ଛାଡ଼ି ଦିଅ। ଆକାଶ କହିଲା, ବୁଢ଼ୀ ମା, ମୁଁ ଏବେ ତୁମକୁ ଛାଡ଼ିବି ନାହିଁ। ମୁଁ ତୁମକୁ ଉପରକୁ ନେଇଯିବି। ଉପରେ ତୁମେ ଝାଡ଼ୁ କରିବ। ବୁଢ଼ୀ ମା ଆକାଶ ସହିତ ଏତେ ଉପରକୁ ପଳେଇ ଯାଇଥିଲା ଯେ ଚାହିଁଲେ ଝାଡ଼ୁକୁ ଛାଡ଼ି ପାରିବ ନାହିଁ। ଏହି ସମୟରେ ତାକୁ ଜହ୍ନ ଦେଖାଗଲା। ସେ ସାଙ୍ଗେ ସାଙ୍ଗେ ପାଦ ଉଠାଇ ଜହ୍ନକୁ ଡେଇଁ ପଡ଼ିଲା। କିନ୍ତୁ ବୁଢ଼ୀ ମା ଝାଡ଼ୁକୁ ଛାଡ଼ି ନଥିଲା। ପୁଣି ଆକାଶ ମୁଣ୍ଡରେ ଦୁଷ୍ଟାମୀ ବୁଦ୍ଧି ଜୁଟିଲା। ସେ ଝାଡ଼ୁ ଛାଡ଼ିଦେଲା। ବୁଢ଼ୀ ମା ଝାଡ଼ୁ ସହ ଜହ୍ନରେ ରହିଗଲା। ସେ ଏବେ ଥକି ଯାଇଥିଲା ଯେ ଝାଡ଼ୁ ଧରି ଜହ୍ନରେ ବସି ପଡ଼ିଲା। ଆକାଶ ଉପରକୁ ପଳେଇଗଲା। ସେହିଦିନ ଠାରୁ ବୁଢ଼ୀ ମା ଝାଡ଼ୁ ଧରି ଜହ୍ନରେ ବସିଛି ଏବଂ ସବୁଦିନ ଜହ୍ନକୁ ସଫା କରୁଛି। ସେଥିପାଇଁ ଜହ୍ନ ଆମକୁ ସୁନ୍ଦର ଏବଂ ସଫା ଦିଶୁଛି। ଯଦି ଗପଟି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିବ। ଆଜି ପାଇଁ ରହିଲି। ଆଉ ଗୋଟିଏ ନୂଆ ଗପ ସହ ଆସନ୍ତା ଭିଡ଼ିଓରେ ଦେଖାହେବା।